ବାଲେଶ୍ୱର ରେମୁଣା ସ୍ଥିତି ଚିରଚୋରା ଗୋପୀନାଥ ମନ୍ଦିର ଉତ୍ତେଜନା ଅପମିଶ୍ରିତ କ୍ଷୀର ଭୋଗକୁ ନେଇ ଉତ୍ତେଜନା ଦୋକାନ ଭଙ୍ଗାରୁଜା ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ 4 ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେମୁଣା ପୋଲିସ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଛି। ସେପଟେ ପୁଣି ନରସିଂହରେ ବିରାଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଠ ଭାଇରାଲ ଚାଲିଛି। ଦେହୁଳି ଗଣ ଦୁଷ୍କର୍ମ ମାମଲା ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଓରଫ ଜକର ହାପି ଗିରଫ। ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ନେଇ ପୋଲିସ କରିଛି ସିନ୍ ରିଆକ୍ସନ୍। ଘଟଣାସ୍ଥଳ ଅଭିଯୁକ୍ତ ବଖାଣିଲା କାଳରାତ୍ରିର ସତ। ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବା ପରେ ଦୟା ନଦୀ ପୀଠରେ ଘଟିଥିବା ଦୁଷ୍କର୍ମ ମାମଲାରେ ବ୍ୟାପକ ହୋଇଥିଲା ତଦନ୍ତ। ଭାରତ ବାଂଲାଦେଶ ମଧ୍ୟରେ ବଢ଼ିଲା ତିକ୍ତତା। ଢାଞ୍ଚା ସ୍ଥିତ ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କଲା ଭାରତ। ବିଭିନ୍ନ ଆତଙ୍କ ସଂଗଠନ ପକ୍ଷରୁ ଧମକ ଦିଆଯାଇଥିବା ପରେ ନିରାପତ୍ତା କାରଣରୁ ଏହି ପଦକ୍ଷେପ ନେଇଛି ଭାରତ। ବହୁ ବାଂଲାଦେଶ ନେତାଙ୍କ ଭାରତ ବିରୋଧୀ ବକ୍ତବ୍ୟକୁ କେନ୍ଦ୍ର କରି ମଧ୍ୟ ଭାରତ ଏହି ପଦକ୍ଷେପ ନେଇଛି। ଢାକାର ଯମୁନା ଫ୍ୟୁଚର ପାର୍କ ନିକଟରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ଗତକାଲି ଅପରାହ୍ନ 2ଟାରୁ ବନ୍ଦ କରାଯାଇଛି। ଭିସା ସଂକ୍ରାନ୍ତି ଆବେଦନ ପତ୍ରଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ପରେ ନିଆଯିବ ବୋଲି କୁହାଯାଇଛି।